নমস্কার দর্শক বন্ধু, শুভ সকাল। আজ হচ্ছে 11 জুলাই শনিবার। আজ রয়েছে রাজ্য দেশ বিদেশের 20টি গুরুত্বপূর্ণ খবর। প্রতিটি খবর ইম্পর্টান্ট, তেণু শেষ পর্যন্ত দেখা নিহাতি জরুরি। চালন্তু খবর উপরে নজর পকাইবা। প্রথম খবর রয়েছে মুখ্যমন্ত্রীଙ୍କର বড় ঘোষণা। তবে লোকসভা ভবনে মুখ্যমন্ত্রী রথযাত্রা প্রস্তুতি নেই বড় সমীক্ষা করেছেন। সমস্ত বিভাগ একাঠি হয়ে কাম করবে। কৌশি যোগাযোগ ত্রুটি ন ହେବା ପାଇଁ মুখ্যমন্ত্রী କହିଛନ୍ତି। ভিড় নিয়ন্ত্রণ অগ্নিশମ সেବାକୁ আହୁରି সুদৃঢ় କରାଯିବ। ଅସୁସ୍ଥ ଭକ୍ତଙ୍କ ଚିକିତ୍ସା ପାଇଁ 8ଟି ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ ହେବ। ସଫାସୁତୁରା ପାଇଁ 17ଟି ବାୟୋ ଟଏଲେଟ୍ ବ୍ୟବସ୍ଥା ହେବ। 5ଟି ଟଏଲେଟ୍ ଜଣେ ସ୍ୱେଚ୍ଛାସେବୀ ରହିବେ। ଭକ୍ତଙ୍କ ସୂଚନା ପାଇଁ କି 65ଟି ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ ଏବଂ ମୋବାଇଲ ବୋର୍ଡ ମେସେଜ ପଠାଯିବ। ମୋବାଇଲ ନେଟୱାର୍କ ଠିକ୍ ନଥିବା ପାଇଁ କି ଏଥର ଅସ୍ଥାୟୀ ମଧ୍ୟ ଟାୱାର ବ୍ୟବସ୍ଥା ରହିବ। 12,000 ପୁଲିସ ସିଏପିଏଫ୍ ଯବାନ ରହିବେ। 19ଟି ବରିଷ୍ଠ ଆଇପିଏସ୍ ଅଧିକାରୀ ରହିବେ। ମହିଳାଙ୍କ ସୁରକ୍ଷା, ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ତେବେ ଚଳିତ ବର୍ଷ ପୁରୀକୁ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ। ପୁରୀର ପାଇଁ ଏବେ ସ୍ୱତନ୍ତ୍ର ବ୍ୟାରିକେଡ୍ ହେଇଛି। ତା ସହିତ ମଧ୍ୟ କୋଉ ପଟେ ଯିବେ, କୋଉ ପଟେ ଆସିବେ ସେ ନେଇକି ମଧ୍ୟ ସବୁ ଡିଟେଲ୍ସ କୁହାଯାଉଛି। ପରବର୍ତ୍ତୀ ଖବର, ଆଜିଠୁ 7 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା। ତେବେ କୁହାଯାଉଛି 13 ଜିଲ୍ଲାରୁ ଅଧିକ ବର୍ଷାର ପରିମାଣ ବଢ଼ିବ। ଗାଙ୍ଗେୟ ପଶ୍ଚିମବଙ୍ଗ ଆଖପାଖ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପଠନଠାରୁ 4.5ରୁ 4.8 ଉଚ୍ଚତାରେ ସକ୍ରିୟ ରହିବ। ଏହା ପ୍ରଭାବରେ ଆଗାମୀ 7 ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟ କୁଆପଥର ବର୍ଷା ସମ୍ଭାବନା ଅଛି। ଏହା ସହିତ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବ। 16 ତାରିଖ ଯାଏଁ ରାଜ୍ୟକୁ ବର୍ଷା ଚେତାବନୀ ଜାରି କରାଯାଇଛି। ଅନ୍ୟପଟେ ସୁନ୍ଦରଗଡ଼, ଗୁରୁଣ୍ଡିଆ ସର୍ବାଧିକ 71 ମିମି ବର୍ଷା ରେକର୍ଡ ହୋଇଛି। ଜୁନ୍ 1 ଏଯାବତ୍ ରାଜ୍ୟରେ 341 ମିମି ବର୍ଷା ରେକର୍ଡ ହୋଇଛି। ତେବେ 4 ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି। ସେପଟେ ମଧ୍ୟ ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ସମ୍ବଲପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ଆଉ ଏପଟେ ବାହାର ଷ୍ଟେଟ୍ ମାନଙ୍କରେ ବର୍ଷା ହୋଇ ବନ୍ୟାରେ ପରିଣତ ହୋଇଛି। ସୁରଟରେ ତ କିଛି ଦୋକାନ ଭିତରେ ପାଣି ପଶି ଲକ୍ଷାଧିକ 200 କୋଟି ଟଙ୍କା ନଷ୍ଟ ହୋଇଯାଇଛି। ତା ସହିତ ମଧ୍ୟ ଟୋଟାଲ 60 ଜଣଙ୍କର ମୃତ୍ୟୁ ହୋଇଛି ଏପର୍ଯ୍ୟନ୍ତ ଦିଲ୍ଲୀରେ। ପରବର୍ତ୍ତୀ ଖବର, ବଦଳିଲା ପଞ୍ଚାୟତ ନିର୍ବାଚନ ସମୟ। 2027 ଏପ୍ରିଲ ବା ମେ ମାସରେ ଭୋଟ ହେବାର ସମ୍ଭାବନା ଅଛି। ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି, ପୂର୍ବରୁ 2027 ଫେବୃଆରୀ ନିର୍ବାଚନ ହେବ ବୋଲି ଆକଳନ କରାଯାଉଥିଲା। ଭୋଟର ତାଲିକାରୁ ଅଯୋଗ୍ୟ ଭୋଟରଙ୍କ ନାଁ କଟାଯାଉଛି। ତା ସହିତ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଉଛି। ଘର ଘରକୁ ବୁଲି ସର୍ଭେ ମଧ୍ୟ କରାଯାଉଛି। ଜନଗଣନା ଭୋଟର ତାଲିକାର କାମ ଶେଷ ପାଇଁ କି ନିର୍ବାଚନ ସମୟ ଆଗକୁ ବଢ଼ାଯାଇଛି। ଏଥିରେ ସଠିକ୍ ଏବଂ ସ୍ୱଚ୍ଛ ଭୋଟର ତାଲିକାର ପ୍ରସ୍ତୁତ ହେବ। ଏବେ ଚୂଡ଼ାନ୍ତ ତାରିଖ ଘୋଷଣା ହୋଇନାହିଁ। ନିର୍ବାଚନ କମିଶନ ପକ୍ଷରୁ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରାଯିବ। ପରବର୍ତ୍ତୀ ଖବର, କଳାହାଣ୍ଡିରେ ଆଧୁନିକ କମ୍ପ୍ୟୁଟର ଲ୍ୟାବ୍, ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ସୁବିଧା। ବେଦାନ୍ତ ଆଲୁମିନିୟମ କଳାହାଣ୍ଡିରେ ଲାଞ୍ଜିଗୋଡ଼ରେ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ନୂଆ କମ୍ପ୍ୟୁଟର ଲ୍ୟାବ୍ ଉଦ୍ଘାଟନ କରିଛନ୍ତି। ଲ୍ୟାବ୍ରେ 80ଟି ନୂଆ ଡେସ୍କଟପ୍ କମ୍ପ୍ୟୁଟର ରହିଛି। ଏଥିରେ 1400ରୁ ଅଧିକ ଛାତ୍ରଛାତ୍ରୀ, 60 ଜଣ ଶିକ୍ଷକ ଉପକୃତ ହେବେ। ଏହି ଲ୍ୟାବ୍ରେ କମ୍ପ୍ୟୁଟର ଶିକ୍ଷା, କୋଡିଂ, ଡିଜିଟାଲ ରିସର୍ଚ୍ଚ, ଏଆଇ ଆଧାରିତ ଶିକ୍ଷା ଦିଆଯିବ। ଛାତ୍ରଛାତ୍ରୀମାନେ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଡିଜିଟାଲ ଦକ୍ଷତା ବଢ଼ାଇ ପାରିବେ। ବେଦାନ୍ତ କହିଛି, ଭବିଷ୍ୟତ ପାଇଁ କି ମଧ୍ୟ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷାରେ ସଶକ୍ତ କରିବା ହିଁ ଏହି ପଦକ୍ଷେପର ଲକ୍ଷ୍ୟ। ସ୍କୁଲର ପ୍ରଧାନ ଶିକ୍ଷକ ଏହି ଲ୍ୟାବ୍ ଅନଲାଇନ ପରୀକ୍ଷା, ପ୍ରଯୁକ୍ତି ଭିତ୍ତିକ ଶିକ୍ଷା ଆହୁରି ସହଜ ହେବ, ଯାହାଫଳରେ ପିଲାମାନେ କୋଡିଂ ଶିଖିବା ସହିତ ଭବିଷ୍ୟତ ଗଢ଼ିବେ। ପରବର୍ତ୍ତୀ ଖବର, ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର। ସରକାର ଧାର୍ଯ୍ୟ କଲେ ନୂଆ ଭଡ଼ା। ଓଡ଼ିଶା ସରକାର ସୁପର ପ୍ରିମିୟମ ଫୁଲି ସ୍ଲିପର ମଧ୍ୟ ଏସି ବସ୍ ପାଇଁ ନୂଆ ଭଡ଼ା ଘୋଷଣା ହୋଇଛି। ଏଣିକି କିଲୋମିଟର ପିଛା 3 ଟଙ୍କା 50 ପଇସା ଭଡ଼ା ନିଆଯିବ। ଏହି ନିୟମ ସରକାର ଓଡ଼ିଶା ଭିତରେ ଚାଲୁ ରହିଥିବା ଫୁଲି ସ୍ଲିପର ଏସି ବସ୍ ପାଇଁ ଲାଗୁ ହେବ। ସାଧାରଣ, ଏକ୍ସପ୍ରେସ, ଡିଲକ୍ସ, ଏସି ଡିଲକ୍ସ ଅନ୍ୟ ବସ୍ର ଭଡ଼ା କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ ବସ୍ ମାଲିକ। ଯଦି କେହି ଅଧିକ ଭଡ଼ା ଆଦାୟ କରନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମନମୁଖୀ ଭଡ଼ା ଆଦାୟ ବନ୍ଦ ହେବ। ଯାତ୍ରୀମାନେ ନିର୍ଦ୍ଧାରିତ ଦରରେ ଏସି ସ୍ଲିପର ବସ୍ରେ ଯାଇପାରିବେ ବୋଲି ସରକାର କହିଛନ୍ତି। ଖବର, ଗ୍ରାମବାସୀ ସ୍କୁଲରେ ତାଲା ପକାଇଲେ। ଘଟଣାଟି କ'ଣ ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଶିଶୁ ବାଟିକା ନିଯୁକ୍ତି ନେଇକି ବିବାଦ, ସ୍କୁଲରେ ତାଲା ପକାଇ ଧାରଣା। ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତିକୁ ନେଇ ବିବାଦ ହୋଇଛି। ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଅଭିଯୋଗ ହୋଇଥିଲେ କୌଣସି ପଦକ୍ଷେପ ନିଆଯାଇନଥିଲା। ଶେଷରେ ଗ୍ରାମବାସୀ ତାତି ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଶତାଧିକ ଗ୍ରାମବାସୀ ସ୍କୁଲ ଫାଟକରେ ଧାରଣା ଦେଇଛନ୍ତି। ବିବାଦୀୟ ନିଯୁକ୍ତିକୁ ବାତିଲ କରି ପୁଣି ଥରେ ସ୍ୱଚ୍ଛ ଭାବେ
ନିଯୁକ୍ତି ପ୍ରକ୍ରିୟା ଦାବି କରିଛନ୍ତି। ପ୍ରଧାନ ଶିକ୍ଷକ ନିଜ ସମ୍ପର୍କୀୟକୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ବାଙ୍କୀ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ମଧ୍ୟ ରଖିଛି। ଦେଖନ୍ତୁ ଯାହା ଫଳରେ ଯେଉଁମାନେ ଯୋଗ୍ୟ ତାଙ୍କୁ ମିଳୁନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ଇଚ୍ଛାରେ ସବୁ କାମ କରୁଛନ୍ତି। ଏନେଇ ଗ୍ରାମବାସୀ କହୁଛନ୍ତି ଯୋଉ ଶିକ୍ଷକ ଯୋଗ୍ୟ ନୁହେଁ ପିଲାମାନଙ୍କୁ ପଢଉଛନ୍ତି, ପିଲାମାନଙ୍କ ଭବିଷ୍ୟତ ଅନ୍ଧାର କରୁଛନ୍ତି। ପରବର୍ତ୍ତୀ ଖବର ହଉଛି ସୁଭଦ୍ରା ଯୋଜନାକୁ ନେଇକି ବଡ ଅପଡେଟ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ପଞ୍ଚମ କିସ୍ତି। ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି ଦିଆଯିବ। ଏହି ସୂଚନା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି। 2026-27 ବର୍ଷ ପାଇଁ 3,17,966ଟି ନୂଆ ଆବେଦନ ଆସିଛି। ଜୁଲାଇ 25 ସୁଦ୍ଧା ଫିଲ୍ଡ ଭେରିଫିକେସନ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 28,000 ହିତାଧିକାରୀଙ୍କ ନନ୍ ବାୟୋମେଟ୍ରିକ ସମସ୍ୟା ରହିଛି। ସୁଭଦ୍ରା ପୋର୍ଟାଲରେ ନନ୍ ବାୟୋମେଟ୍ରିକ ଦେଖାଉଥିଲେ ଜନସେବା କେନ୍ଦ୍ରକୁ ଯାଇ ସଠିକ କରିବା ପାଇଁ କୁହାଯାଇଛି। ଜମି ଏବଂ ଆୟକର ଟ୍ୟାକ୍ସ ସମସ୍ୟାର ବ୍ଲକ ଥିବା ଆବେଦନ ଫିଲ୍ଡ ଯାଞ୍ଚ କରିବେ। ଆରମ୍ଭରୁ କୌଣସି କିସ୍ତି ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରେ ବକେୟା କିସ୍ତି ଦିଆଯିବ। ଯେଉଁମାନେ 2ଟି ବା 3ଟି କିସ୍ତି ପାଇନାହାନ୍ତି 10ରୁ 15,000 ଟଙ୍କା ପାଇବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ସରକାର ପ୍ରକ୍ରିୟା ଜାରି ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ନର୍ସିଂ ଛାତ୍ରଛାତ୍ରୀଙ୍କର ବିକ୍ଷୋଭ। ମନ୍ତ୍ରୀଙ୍କ ପାଦ ତଳେ ପଡ଼ି ଗୁହାରି କଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନ 9ଟି ଟିଏମସି ନର୍ସିଂ କଲେଜର ଛାତ୍ରଛାତ୍ରୀ ପ୍ରାୟ 300 ଧାରଣାରେ ବସିଥିଲେ। ଶେଷରେ ସେମିଷ୍ଟାର ପରୀକ୍ଷା ହେଉନଥିବାରୁ 4 ବର୍ଷର କୋର୍ସ 6 ବର୍ଷରେ ହେଲେ ଶେଷ ମୁହଁ ହୋଇପାରୁନାହିଁ। 2 ଦିନ ଧରିକି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିକ୍ଷୋଭ ବେଳେ କୁଳପତି ଏବଂ ଛାତ୍ରଛାତ୍ରୀ ଠେଲାପେଲା ହୋଇଥିଲେ। ଉତ୍ତେଜନା ମଧ୍ୟରେ କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲା। ଆଜି କିଛି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଦ ତଳେ ପଡ଼ି ନିଜ ଭବିଷ୍ୟତ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହିତ ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କଲେଜଗୁଡ଼ିକୁ ତାଲିକାଭୁକ୍ତ ବା ବ୍ଲାକଲିଷ୍ଟ କରାଯିବ ବୋଲି କହିଛନ୍ତି। କଲେଜ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ କଲେଜକୁ ବିଳମ୍ବ ପାଇଁ ଦାୟୀ କରାଯାଇଛି। ଛାତ୍ରଛାତ୍ରୀଙ୍କ ଦାବି ତୁରନ୍ତ ପରୀକ୍ଷା କରାଯାଉ, ଫଳ ପ୍ରକାଶ କରାଯାଉ, ଆଉ ଓଏସଏସସି ଆବେଦନ ତାରିଖ ଘୁଞ୍ଚାଯାଉ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଡିଜିଟାଲ ଶିକ୍ଷାର ଅବସ୍ଥା ଦୁର୍ବଳ। ରାଜ୍ୟରେ ଅଧିକାଂଶ ଶିକ୍ଷା ଡିଜିଟାଲ ଶିକ୍ଷା ଆଶା ଅନୁଯାୟୀ ନାହିଁ। କେନ୍ଦ୍ରରେ କେନ୍ଦ୍ରର ମଧ୍ୟ ପିଏଚଆଇଡି ରିପୋର୍ଟରେ ଓଡ଼ିଶା ଅନେକ ଜିଲ୍ଲାରେ ପଛରେ ରହିଛି। 50 ମାର୍କରେ ଝାରସୁଗୁଡ଼ା 33, ସମ୍ବଲପୁରରେ 26 ମାର୍କ ପାଇଛି। ଅନ୍ୟ ସମସ୍ତ ଜିଲ୍ଲା 25 ମାର୍କରୁ କମ୍ ପାଇଛନ୍ତି। ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କଳାହାଣ୍ଡି ଜିଲ୍ଲାର ସ୍ଥିତି ଅଧିକ ଖରାପ। ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀରେ ମଧ୍ୟ ଡିଜିଟାଲ ଶିକ୍ଷା ପଛରେ ରହିଛି। 28ଟି ଜିଲ୍ଲା ଡିଜିଟାଲ ଶିକ୍ଷାରେ 25% ସ୍କୋର ମଧ୍ୟ ଛୁଇଁ ପାରୁନାହିଁ। ସାମଗ୍ରିକ ର୍ୟାଙ୍କିଙ୍ଗରେ ଝାରସୁଗୁଡ଼ା ରାଜ୍ୟ ପ୍ରଥମ ହୋଇଛି। ପୁରୀ ଜିଲ୍ଲାରେ ମଧ୍ୟ ସ୍କୁଲ ସୁରକ୍ଷା ବ୍ୟବସ୍ଥାଠାରୁ ଦୁର୍ବଳ ହୋଇପଡ଼ିଛି। ରିପୋର୍ଟରେ ଶିକ୍ଷା, ଡିଜିଟାଲ ବ୍ୟବସ୍ଥା, ସୁରକ୍ଷା ଏବଂ ଭିତ୍ତିଭୂମି ଉପରେ 6ଟି କ୍ଷେତ୍ରକୁ ଆଧାର କରି ମୂଲ୍ୟାୟନ ମଧ୍ୟ କରାଯାଇଛି। ଏପଟେ ମଧ୍ୟ ସେଇଭଳି ଆଉ ଗୋଟେ ମଧ୍ୟ ବଡ଼ ଖବର, କେଜିରୁ ପିଜି ଶିକ୍ଷାକୁ ମାଗଣା ନେଇକି ବଡ଼ ଅପଡେଟ୍। ତେବେ ରାଜ୍ୟ ସରକାର କହିଛନ୍ତି କେଜିରୁ ପିଜି ଶିକ୍ଷାକୁ ମାଗଣା ଏବେ ଦିଆଯାଇଛି। ତା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି। ସରକାର କହିଛନ୍ତି ଯେଉଁମାନେ ନାମ ଲେଖା ଫି ଦେଇଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ ମିଳିବ। ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକର ସମସ୍ତ ନାମଲେଖା ଫି ଛାଡ଼ କରାଯିବ। ପ୍ରଫେସନାଲ କୋର୍ସ, ପ୍ରଫେସନାଲ କଲେଜ, ସେଲ୍ଫ ଫାଇନାନ୍ସିଆଲ କଲେଜକୁ ଏହି ଯୋଜନାରୁ ବାଦ୍ ପଡ଼ିବ। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ଫି ଦେଇଛନ୍ତି ସେମାନଙ୍କ ଟଙ୍କା ସରକାର ଫେରାଇବେ। ମାଗଣା ଶିକ୍ଷା ପାଇଁ ବଜେଟର 800 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କଲେଜଗୁଡ଼ିକ ପର୍ଯ୍ୟାୟକ୍ରମେ ସରକାର ଅର୍ଥ ପ୍ରଦାନ କରିବେ। ଖୁବ୍ ଶୀଘ୍ର ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବ। ଯୁକ୍ତ 2 ନାମଲେଖାରେ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଅଣ୍ଡରଟେକିଂ ନିଆଯାଉଛି। ସରକାର ନୂଆ ନିର୍ଦ୍ଦେଶ ପରେ ମାଗଣା ଶିକ୍ଷା ନେଇ ସ୍ଥିତି ଏବେ ସ୍ପଷ୍ଟ ହୋଇଛି। ଖବର, ବଡ଼ ସୂଚନା। ଏବେ ତ ଆପଣମାନେ ଜାଣିଥିବେ ପ୍ରବଳ ବର୍ଷା ହେଉଛି, ଯାହା ଫଳରେ ଏବେ କୁହାଯାଉଛି ଯେ ସବୁଠୁ ଅଧିକ ମାତ୍ରାରେ ଗ୍ରାମ ଗୁଡ଼ିକର ବନ୍ୟା ହୋଇଛି। ଲଗାଣ ବର୍ଷା ଯୋଗୁଁ ନଦୀ କ୍ଷୟ କଳାହାଣ୍ଡିରେ ଗମ୍ଭୀର ରୂପ ଦେଖିଛି। 63ରୁ ଅଧିକ ଗାଁ ବିପଦରେ ପଡ଼ିଛନ୍ତି। ବନ୍ୟା ଜଳ ଚାଷ ଜମିରେ ପ୍ରବେଶ କରିବାରୁ ଉର୍ବର ମାଟି ଧୋଇ ହୋଇ କୃଷକମାନେ ଚିନ୍ତାରେ ପଡ଼ିଛନ୍ତି। ଅଧିକରୁ ଅଧିକ ଗ୍ରାମବାସୀ ଏବେ ହନ୍ତସନ୍ତ ହେଉଛନ୍ତି। ସେହିପରି ଶଗଡ଼ା ନଦୀରେ ମଧ୍ୟ ଏକାଧିକ ଗ୍ରାମକୁ ପ୍ରଭାବିତ କରିଛି। ତେଲ ନଦୀରେ କୁଆ ଖାଇବା ଯୋଗୁଁ ଗ୍ରାମର ଚାଷ ଜମି ମଧ୍ୟ ଦିନକୁ ଦିନ ହ୍ରାସ ହେଉଛି। ଲୋକଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ଚାଷୀଙ୍କର ଝାଳ ବୁହା ଧନ ମଧ୍ୟ ଧାନଠୁ ଆରମ୍ଭ କରି ସବୁ କିଛି ଭାସି ଯାଇଛି।
ନଦୀବନ୍ଧ କୂଳ ସୁରକ୍ଷା ପୁନର୍ବାସ ବ୍ୟବସ୍ଥାକୁ ଦାବି କରିଛନ୍ତି। ନିଆଁ କଳାହାଣ୍ଡିରେ ଅନେକଙ୍କ ନଦୀ ଗର୍ଭରେ ବିଲୀନ ହେବାର ଆଶଙ୍କା ଅଛି ବୋଲି ଚିନ୍ତା ପ୍ରକାଶ କରାଯାଉଛି। ପରବର୍ତ୍ତୀ ଖବର, ଆଲକୋହଲ ମିଶ୍ରିତ ଔଷଧ ବିକ୍ରି ଉପରେ କଟକଣା, ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବ ନାହିଁ। ଅଧିକ ମାତ୍ରାରେ ଇଥାନଲ ଆଲକୋହଲ ଥିବା ଔଷଧର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ନୂଆ କଟକଣା ଜାରି କରିଛନ୍ତି। ଏବେ 12%ରୁ ଅଧିକ ଇଥାନିଲ ଆଲକୋହଲ ଥିବା ଏବଂ 30 ମିଲିଲିଟର ଅଧିକ ଔଷଧ ପରିମାଣ ଡାକ୍ତର ବୈଧ ପ୍ରେସକ୍ରିପସନ ବିକ୍ରି କରାଯିବ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଦିନ ଏନେଇକି ବିଜ୍ଞପ୍ତି ଜାରି କରିଛନ୍ତି। ଡ୍ରଗ୍ସ ରୁଲ୍ 1945 ସଂଶୋଧନ ହୋଇଛି। ନୂଆ ବ୍ୟବସ୍ଥା ଅନୁସାରେ ପୂର୍ବରୁ ସିଡ୍ୟୁଲ କେ ଏବଂ ବର୍ଗର ଔଷଧ ହଟାଇ ସିଡ୍ୟୁଲ H1 ଶ୍ରେଣୀର ହେବ। ଫଳରେ ଔଷଧ ବିକ୍ରି ଉପରେ ଫାର୍ମାସିକୁ କଡ଼ା ନିୟମ ମାନିବାକୁ ପଡ଼ିବ। ସରକାର କହିବା ଅନୁସାରେ କେତେକ ନିଶା ବ୍ୟକ୍ତି ଆଲକୋହଲ ମିଶ୍ରିତ ଔଷଧ ଅପବ୍ୟବହାର କରୁଛନ୍ତି। ଏହାକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନିଆଯିବ। ଯଦି କୌଣସି ଔଷଧ ଦୋକାନୀ ଏମିତି ଦିଏ, ତାଙ୍କ ଉପରେ ତୁରନ୍ତ ଆକ୍ସନ ନିଆଯିବ। ପରବର୍ତ୍ତୀ ଖବର, ଜମି ଲିଜ୍ ମାମଲାରେ କଡ଼ା ନିର୍ଦ୍ଦେଶ, ହାଇକୋର୍ଟ ଆଦେଶ ପାଳନ ଏବଂ ରେକର୍ଡ ସଂରକ୍ଷଣକୁ ଗୁରୁତ୍ୱ। ତେବେ ଆଦେଶର କଡ଼ା ପାଳନ, ସମସ୍ତ ରେକର୍ଡର ସଠିକ୍ ସଂରକ୍ଷଣ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏନେଇକି ଚିଠି ଲେଖିଛନ୍ତି। ସମ୍ପ୍ରତି ଉଚ୍ଚ ନ୍ୟାୟାଳୟର ଏହି ରାୟକୁ ଆଧାର କରି ବିଭାଗ ସ୍ପଷ୍ଟ କରିଛି ଯେ ଜମି ଲିଜ୍ ସମ୍ବନ୍ଧୀୟ ପ୍ରତ୍ୟେକ ମାମଲାରେ ଆଇନଗତ ପ୍ରକ୍ରିୟା ଏବଂ ନ୍ୟାୟାଳୟଙ୍କ ମଧ୍ୟ ନିର୍ଦ୍ଦେଶ ଏବଂ ସରକାରୀ ନିୟମାବଳୀ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ। ସମସ୍ତ ଜିଲ୍ଲାପାଳ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସଚେତନ କରିବା, ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସମ୍ମାନ ଦେବା, ଆଇନଗତ ପ୍ରକ୍ରିୟାକୁ ସଠିକ୍ ଭାବେ ଅନୁସରଣ କରିବା, ଏ ନେଇକି ମଧ୍ୟ ସରକାର କହିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି, ରାଜସ୍ୱ ରାଜସ୍ୱ ନଥିପତ୍ରରେ ମଧ୍ୟ ସଂରକ୍ଷଣର ମାଧ୍ୟମରେ ପ୍ରଶ୍ନକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଶୁଭ ବଚିତ ମଧ୍ୟ କରିବା। ପରବର୍ତ୍ତୀ ଖବର, ଆସନ୍ତା ଜୁଲାଇ 13 ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ତେବେ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଏବେ ବନ୍ଦ ରହିବ। ସାଧାରଣ ପ୍ରଶ୍ନ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଜୁଲାଇ 13 ତାରିଖରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ନାହିଁ। ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ ତାରିଖ ସମ୍ପର୍କରେ ସମ୍ବାଦପତ୍ର ଅନ୍ୟାନ୍ୟ ଗଣମାଧ୍ୟମରେ ମଧ୍ୟ ଜଣାଇ ଦିଆଯିବ। ଯେଉଁ ଆବେଦନକାରୀ ଜୁଲାଇ 13 ତାରିଖ ନିଜ ଅଭିଯୋଗ ଦାଖଲ କରିବା ପାଇଁ ଯୋଜନା କରିଥିଲେ, ସେମାନଙ୍କୁ ପରବର୍ତ୍ତୀ ଘୋଷିତ ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ। ପରବର୍ତ୍ତୀ ଖବର, ତେବେ 40 ଦିନର ଐତିହାସିକ ରାୟ ନେଇଛନ୍ତି କୋର୍ଟ, 1.5 ବର୍ଷର ଶିଶୁକୁ ହତ୍ୟା ମାମଲାର ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ। ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲାରେ 1.5 ବର୍ଷର ଶିଶୁକୁ ହତ୍ୟା ମାମଲା ବା କଚାଡ଼ି ମାରି ଦେଇଥିଲା। ଘଟଣାରେ 40 ଦିନ ମଧ୍ୟରେ ଅଭିଯୁକ୍ତ ବିରାଜ ଓରଫ ଜିତେନ୍ଦ୍ର ପାଠକ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ତେବେ ପୋଲିସ ଘଟଣାର 6 ମାସ 6 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି। 13 ଜଣଙ୍କ ସାକ୍ଷୀଙ୍କ ବୟାନ, ବୈଜ୍ଞାନିକ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି। ତଦନ୍ତ ଅନୁସାରେ ଅଭିଯୁକ୍ତ ଶିଶୁର ମାଆକୁ ବିବାହ ମଣ୍ଡପ ପାଇଁ ଚାପ ପକାଉଥିଲା। ବିବାହ ପାଇଁ କି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଏହି ଅପରାଧ ଘଟାଇବା ଅଭିଯୋଗ ହୋଇଛି। ଘଟଣାର କିଛି ପ୍ରମାଣ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଥିଲା। ଜିଲ୍ଲା ଏବଂ ସେସନ ଏହାକୁ ମଧ୍ୟ ବିରଳରୁ ବିରଳତମ ମାମଲା ବୋଲି ବିବେଚନା କରି ମୃତ୍ୟୁଦଣ୍ଡ ଘୋଷଣା କରିଛି। ଏହି ମାମଲା ଦ୍ରୁତ ବିଚାର ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚାରେ ହୋଇଛି। ସବୁଠୁ ବଡ଼ କଥା ହେଲା ଉତ୍ତରପ୍ରଦେଶରେ ନ୍ୟାୟ ତୁରନ୍ତ ମିଳୁଛି। ପରବର୍ତ୍ତୀ ଖବର, ଏଣିକି ଚାକିରି ମଧ୍ୟ ବଦଳିଲେ ପିଏଫ୍ ଅଟୋମେଟିକ ଟ୍ରାନ୍ସଫର ହୋଇଯିବ। ତେବେ ଆପଣଙ୍କୁ ଆଶ୍ୱସ୍ତିର ଖବର ଆସିଛି, ଚାକିରି ବଦଳାଇବା ଉପରେ ମଧ୍ୟ ପିଏଫ୍ ଟ୍ରାନ୍ସଫର କରିବା ପାଇଁ ଲାଗି ଆପଣଙ୍କୁ ବାରମ୍ବାର ଦୌଡ଼ିବା ପାଇଁ ପଡ଼ିବ ନାହିଁ ବା ଅନଲାଇନ୍ ଆବେଦନ କରିବା ପାଇଁ ପଡ଼ିବ ନାହିଁ। ତେବେ କେନ୍ଦ୍ର ଶ୍ରମ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବୀ କହିଛନ୍ତି, ଇପିଏଫ୍ର ନିଜର ପୁରା ସଦସ୍ୟ ଡାଟାବେସ୍ ସେଣ୍ଟ୍ରାଲାଇଜ୍ ପ୍ଲାଟଫର୍ମକୁ ଟ୍ରାନ୍ସଫର କରାଯାଇଛି। ଏହାପରେ କୌଣସି ନୂଆ ସର୍ଭର ସର୍ଭିସ ମଧ୍ୟ ଆରମ୍ଭ ହେବାର ଅଛି। ଏଥିରେ ଦ୍ରୁତ ଗତିରେ ପିଏଫ୍ କ୍ଲେମର ସମାଧାନ, ଚାକିରି ବଦଳାଇବା ଉପରେ ନିଜେ ମଧ୍ୟ ପିଏଫ୍ ଟ୍ରାନ୍ସଫର ଭଳି ସମସ୍ୟା ମଧ୍ୟ ସର୍ଭିସ ରହିଛି, ଯାହାଫଳରେ ଆଉ ସମସ୍ୟା ହେବ ନାହିଁ। ତେବେ କୁହାଯାଉଛି ଯେ ବଡ଼ ଖବର ଆସିଛି, ଏବେ ମାଡ୍ରାସ ହାଇକୋର୍ଟ ସିଏମ୍ ବିଜୟକୁ ଆଶ୍ୱସ୍ତି ଦେଇଛନ୍ତି। ତେବେ ଦଳା ଚକଟାରେ ପୀଡ଼ିତ ପରିବାରକୁ ଦେବେ ନିଯୁକ୍ତି ପତ୍ର ସିଏମ୍ ବିଜୟ। କୁହାଯାଉଛି ଯେ କିଛି ବର୍ଷ ପୂର୍ବରୁ ଦଳା ଚକଟାରେ 40 ଜଣଙ୍କର ମୃତ୍ୟୁ ହୋଇଥିଲା। 2025 ସେପ୍ଟେମ୍ବରରେ ରାଲି ସମୟରେ ହୋଇଥିଲା 41 ଜଣଙ୍କର। ମୁଖ୍ୟମନ୍ତ୍ରୀ ବିଜୟ ପୂର୍ବରୁ ପୀଡ଼ିତ ପରିବାରକୁ 20 ଲକ୍ଷ ଆର୍ଥିକ ସହାୟତା କରିଥିଲେ। ଏବେ ମଧ୍ୟ
ସେ ମାଡ୍ରାସ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ପ୍ରତ୍ୟେକ ପରିବାରକୁ 32ଟି ପରିବାରକୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିବା ପାଇଁ ଯାଉଛନ୍ତି, ଯାହାପରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର, ଚାଷୀମାନଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହେବ। ଏପଟେ ଥାନାପତି ବିଜୟ କହିଛନ୍ତି, ଯେଉଁ ଚାଷୀମାନେ ଆର୍ଥିକ ସବଳ ନାହାନ୍ତି, ତାଙ୍କର ଇନକମ୍ ବହୁତ କମ୍, ତାଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ମାଫ ମଧ୍ୟ ହେବ, ମାନେ ଋଣ ଛାଡ଼ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି, ବରଗଡ଼ରେ ପାଠ୍ୟ ପୁସ୍ତକକୁ ନେଇ ତ୍ରୁଟିକୁ ନେଇ ତେଜିଲା ରାଜନୀତି। ଛାତ୍ର ଏବଂ ଯୁବ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତିବାଦ ସମୟରେ କର୍ମୀମାନେ ଶୁଖୁଆ, ଝାଲମୁଢି, ଲେମ୍ବୁ ମାଳ ପକାଇ ଅଭିନବ ଢଙ୍ଗରେ ଶୋଭାଯାତ୍ରା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁଶ ପତ୍ରିକା ଦାହ କରାଯାଇଛି। ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇ ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା, ସାର୍ବଜନୀନ କ୍ଷମା କରିବାକୁ ମଧ୍ୟ କ୍ଷମା ପ୍ରାର୍ଥନା କରିବାକୁ ବିଜେଡି ମଧ୍ୟ ଦାବି କରିଛି। ପରବର୍ତ୍ତୀ ଖବର ହଉଛି, ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ଏଣିକି ରାସନ କାର୍ଡରେ ମିଳିବ 1,000 ଟଙ୍କା। ଯେଉଁମାନେ ଆର୍ଥିକ ସ୍ୱଚ୍ଛଳ ନାହାନ୍ତି, ଇନକମ୍ ଜିରୋ, ତାଙ୍କୁ 1,000 ଟଙ୍କା ମିଳିବ। ରାସନ କାର୍ଡ ବର୍ତ୍ତମାନ ଆପଣ ମାସେ ପୂର୍ବରୁ ଆବେଦନ କଲେ ଆପଣଙ୍କ ଘରେ 30 ଦିନ ଭିତରେ ରାସନ କାର୍ଡ ପହଞ୍ଚିବ। ଏପର୍ଯ୍ୟନ୍ତ ଓଡ଼ିଶାରେ 5 ଲକ୍ଷରୁ ଅଧିକ ଇ-କେୱାଇସି କରିନାହାନ୍ତି। ମୃତ ହିତାଧିକାରୀ କିଛି ମଧ୍ୟ ଅଛନ୍ତି। ସରକାର କହିଛନ୍ତି, ଯେଉଁମାନେ ଇ-କେୱାଇସି କରିନାହାନ୍ତି 3 ମାସର ଚାଉଳ ରବ୍ଦ ହେବ, ସରକାରୀ ସୁବିଧାରୁ ବଞ୍ଚିତ ମଧ୍ୟ ହେବେ। ତେବେ ତୁରନ୍ତ ରାସନ କାର୍ଡରେ ଇ-କେୱାଇସି କରିଦିଅନ୍ତୁ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ନିଶ୍ଚିନ୍ତ ଆପଣଙ୍କ କମେଣ୍ଟ ମତାମତ ଦେବେ।